ଏଭଳିଆ ଗୋଟେ ରାଷ୍ଟ୍ରୀୟ ଦଳର ଷ୍ଟେଟ୍ ପ୍ରେସିଡେଣ୍ଟ ହେଲେ ମନମୋହନ ସାମଲ ଏବଂ ଆଶା କରାଯାଏ ଯେ ମନମୋହନ ସାମଲ ଯାହା କହିବେ ଭାବି ଚିନ୍ତିକିରି କହିବେ ଏବଂ ନିଶ୍ଚିତ ଭାବରେ ଦଳର ମଙ୍ଗଳ ପାଇଁ କହିବେ ଏବଂ ଦଳୀୟ କର୍ମୀମାନଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ସୂଚନା ଦେବା ପାଇଁ କହିବେ। କିନ୍ତୁ ଦେଖାଯାଉଛି ଯେ ବିଗତ କିଛି ସମୟ ହେଲା ମନମୋହନ ସାମଲ ଯାହା କହୁଛନ୍ତି ବା ଯାହା ଟ୍ୱିଟରରେ ଦେଉଛନ୍ତି ତାର କିଛି ସମୟ ପରେ ସେଠୁ ସେ ଡିଲିଟ୍ କରିଦେଉଛନ୍ତି ଏବଂ ପୁଣି ମାନେ କ'ଣ ହେବ କ'ଣ ନାହିଁ ସେ ଜାଣିନାହାନ୍ତି। ମାନେ ତାଙ୍କ ଦଳ କେଉଁ ଷ୍ଟାଣ୍ଡ ନେବ ସେ ବିଷୟରେ ସିଏ ବି ଅଜ୍ଞ ଏବଂ କ'ଣ କହିକିରି ସେ ଦଳୀୟ ପ୍ରାର୍ଥୀମାନଙ୍କୁ ବା ଦଳୀୟ କର୍ମୀମାନଙ୍କୁ ଦେବେ କିଛି ଗୋଟେ ଡାଇରେକ୍ଟ ନିର୍ଦ୍ଦେଶନାମା ଦେଇପାରିବେ ବା ସଠିକ୍ ସୂଚନା ଦେଇପାରିବେ ସେ ବିଷୟରେ ବି ତାଙ୍କର କୌଣସି ଜ୍ଞାନ ଥିଲାବେଳେ ମନେ ହେଉନି। ତେଣୁକରି ତାଙ୍କର ଏଇ ଯେଉଁ ବେଙ୍ଗ କହେ ବେଙ୍ଗଲି କ୍ଷଣ କ୍ଷଣ କାନ ଭଳିଆ ତାଙ୍କର ମନମୋହନ ବାବୁଙ୍କର ଯେଉଁ ବାରମ୍ବାର ମତ ପରିବର୍ତ୍ତନ ସେଇଟା ହିଁ ବର୍ତ୍ତମାନ ତାଙ୍କର ଯେଉଁ କର୍ମୀମାନଙ୍କୁ ଏବଂ ତାଙ୍କ ଦଳର ନେତାମାନଙ୍କୁ ଅନ୍ୟ ନେତାମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରୁଛି। ଏଥିରେ ସନ୍ଦେହ ନାହିଁ। ସମସ୍ତେ କନଫ୍ୟୁଜନରେ ପଡ଼ିଲେଣି ଏବଂ କେହି କେହି କହୁଛନ୍ତି ଯେ ତାଙ୍କର ମାନସିକ ଅବସ୍ଥା ବୋଧେ ସ୍ଥିର ନାହିଁ ଯେଉଁଥିପାଇଁ କି ସେ ଏଭଳି ଭାବରେ ବାରମ୍ବାର ମତ ବଦଳାଉଛନ୍ତି ବା ବାରମ୍ବାର ରିପିଟେଡ଼ଲି ପୋଷ୍ଟିଂ କରୁଛନ୍ତି। ତେଣୁ ତାଙ୍କୁ ଲାଷ୍ଟ ଏବେ କାଲି ପୁଣି ସେ ଯାଇଛନ୍ତି ଦିଲ୍ଲୀ। ମୁଁ ଭାବୁଛି ଏ ଦିଲ୍ଲୀରେ ତୁଙ୍ଗ ନେତୃବର୍ଗ ତାଙ୍କୁ ନିର୍ଦ୍ଦିଷ୍ଟ ଭାବରେ ସେମାନଙ୍କର ନିଷ୍ପତ୍ତି ଜଣାଇବେ ଏବଂ ମାନେ ଓଡ଼ିଶାରେ ଯେଉଁ ମେଣ୍ଟ ବିଷୟ ନେଇକରି କୌଣସି ସ୍ପଷ୍ଟ ସୂଚନା ମଧ୍ୟ ସେ ଦେବେ କେନ୍ଦ୍ର ନେତୃବର୍ଗ। ତାପରେ ମନମୋହନ ବାବୁ ଆଉ ହୁଏତ ତାଙ୍କର ମତ ପରିବର୍ତ୍ତନ କରିବାର ସୁଯୋଗ ନଥିବ, କାରଣ କାଲି ମଧ୍ୟ ଇଲେକ୍ସନ୍ କମିଶନ୍ ତାଙ୍କର ନିଷ୍ପତ୍ତି ଘୋଷଣା କରିବେ। ଇଲେକ୍ସନ୍ର ତାରିଖ କାଲି ଘୋଷଣା କରିବେ କାଲି ମଧ୍ୟାହ୍ନରେ। ତେଣୁ ଏ ଯେଉଁ କିନ୍ତୁ ଏ ଭିତରେ ମନମୋହନ ବାବୁ ଯେତେ ସବୁ କାଣ୍ଡ କାରଖାନା କଲେ ବା ଯେଭଳି ଭାବରେ ସେ ବାଚଳାମି କଲେ ସେଇଟା ଯେ ବିଜେପି ଦଳକୁ ବହୁତ କ୍ଷତି କରିବ ରାଜ୍ୟରେ ଏଥିରେ ସନ୍ଦେହ ନାହିଁ। କାରଣ କର୍ମୀମାନଙ୍କର ଆସ୍ଥା ତାଙ୍କ ଉପରେ ଯାହା ଥିଲା ସେ ଆସ୍ତେ 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 ତୁଟିଗଲା ଭଳି ମନେ ହେଉଛି ଏବଂ ମନମୋହନ ବାବୁ ବର୍ତ୍ତମାନ ଯାହା କହୁଛନ୍ତି ମିଣ୍ଟିକା ପରେ ଯେ ସେ ଇଏ ବଦଳାଇବେ ତାଙ୍କର ମତାମତ ନ ବଦଳାଇବେ ତା'ର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁକରି ସେଇ ଦୃଷ୍ଟିରୁ ମନମୋହନ ବାବୁ ଜଣେ ବୟସ୍କ ଲୋକ ଏବଂ ଜଣେ ଅଭିଜ୍ଞ ଲୋକ। ସେ ପୂର୍ବରୁ ବି ଥିଲେ ଦଳର ସଭାପତି ଥିଲେ, ରାଜ୍ୟ ସଭାପତି। ଏସବୁ ପରିସ୍ଥିତିରେ ମନମୋହନ ବାବୁଙ୍କର ଯେଉଁ ବର୍ତ୍ତମାନର ଯେଉଁ କାର୍ଯ୍ୟକଳାପ ସେଇଟା ତାଙ୍କ ଦଳର ନେତାମାନଙ୍କୁ ଏବଂ କର୍ମୀମାନଙ୍କୁ ଅତିମାତ୍ରାରେ କନଫ୍ୟୁଜ୍ କରିଦେଉଛି। ତେଣୁ ଦେଖାଯାଉ ତ ସେ ଦିଲ୍ଲୀ ଯାଇଛନ୍ତି, ଦିଲ୍ଲୀରେ କେନ୍ଦ୍ର ନେତୃବର୍ଗ ତାଙ୍କ ପ୍ରତି କି ଆଟିଚ୍ୟୁଡ଼୍ ନେଉଛନ୍ତି ତାହା ହିଁ ପ୍ରମାଣ କରିବ ଯେ ମନମୋହନଙ୍କ ଉପରେ ତାଙ୍କ ଦଳର ତୁଙ୍ଗ ନେତାମାନଙ୍କର କେତେଟା ଆସ୍ଥା ରହିଛି। ମନମୋହନ ସାମଲ ଯେଭଳି ଭାବରେ ତାଙ୍କର ବାରମ୍ବାର ମତ ପରିବର୍ତ୍ତନ କରୁଛନ୍ତି ସେଇଟା ତ କର୍ମୀ ଏବଂ ସ୍ଥାନୀୟ ନେତୃତ୍ୱ ମଧ୍ୟରେ କନଫ୍ୟୁଜନ୍ କ୍ରିଏଟ୍ କରୁଛି, ସେଥିରେ ସନ୍ଦେହ ନାହିଁ। ଆଟ୍ ଦି ସେମ୍ ଟାଇମ୍ ତାଙ୍କର ଏଇ ଯେଉଁ ସବୁ ଯେଉଁ ବାଚଳାମି ୟାକୁ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇପାରେ ଯେ ଏଇଟା ଏକ ପୁରା ବାଚଳାମି ଏବଂ ଏଇ ଯେଉଁ ବାଚଳାମି ଯୋଗୁଁ ନିଶ୍ଚିତ ଭାବରେ କେନ୍ଦ୍ର ନେତୃବର୍ଗ ପାଖରେ ସବୁ ଡିଟେଲ୍ ଇନଫର୍ମେସନ୍ ପହଞ୍ଚିବା ବି ସ୍ୱାଭାବିକ। କାରଣ ଆଜିକାଲି ଯୁଗରେ କୌଣସି ଷ୍ଟେଟମେଣ୍ଟ ବା କୌଣସି ବକ୍ତବ୍ୟ ଆଉ କେଉଁଠି ଗୋପନ ହୋଇକି ରହୁନାହିଁ। ଏହି ଦୃଷ୍ଟିରୁ କେନ୍ଦ୍ର ନେତୃବର୍ଗ ମନମୋହନଙ୍କ ଉପରେ କେତେ ଦୂର ଆସ୍ଥା ରଖିବେ ସେ ବିଷୟରେ ବି ବର୍ତ୍ତମାନ ସନ୍ଦେହ ସୃଷ୍ଟି ହେଲାଣି। ମୁଁ ଭାବୁଛି ସେ ଯେଉଁ ଯାଇଛନ୍ତି ଦିଲ୍ଲୀ କେନ୍ଦ୍ର ନେତୃବର୍ଗ ନିଶ୍ଚିତ ଭାବରେ ତାଙ୍କୁ ଦେ ୱିଲ୍ ଗିଭ୍ ହିମ୍ ଏ ପିସ୍ ଅଫ୍ ଦେୟାର ମାଇଣ୍ଡ। କେନ୍ଦ୍ର ନେତୃବର୍ଗ କ'ଣ ଚାହୁଁଛନ୍ତି ସେଇଟା ସ୍ପଷ୍ଟ ଭାବରେ ମନମୋହନଙ୍କୁ ଶୁଣାଇ ଦେବେ ଏବଂ ମନମୋହନ ଆଉ ଏଭଳି ଭାବରେ ବାଚଳାମି ନ କରିକିରି କେନ୍ଦ୍ର ଯାହା ନିର୍ଦ୍ଦେଶ ଦେଉଛି ସେ ଅନୁସାରେ କାମ କରିବା ପାଇଁ ତାଙ୍କୁ ମାନେ ଖୋଲାଖୋଲି ଭାବରେ ନିର୍ଦ୍ଦେଶ ଦେବ ବୋଲି ମୁଁ ଆଶା କରୁଛି।